Religions at the best modify only the surface of the nature. Moreover, they degenerate very soon into a routine of ceremonial, habitual worship and fixed dogmas. ଧର୍ମଗୁଡ଼ିକ କେବଳ ପ୍ରକୃତିର ପୃଷ୍ଠଭୂମିରେ ସର୍ବୋତ୍ତମ ଭାବେ ପରିବର୍ତ୍ତିତ ହୋଇ ରହିଥାନ୍ତି। ଅଧିକନ୍ତୁ ସେ ସବୁ ଖୁବ୍ ଶୀଘ୍ର ଅଧପତିତ ହୋଇ ଆନୁଷ୍ଠାନିକ ଅଭ୍ୟାସ, ପୂଜାପାଠ ଏବଂ ସ୍ଥିରୀକୃତ ଧାର୍ମିକ ମତବାଦର ଏକ ନିତ୍ୟକର୍ମରେ ପରିଣତ ହୋଇଯାଆନ୍ତି। ଏହା ଶ୍ରୀ ଅରବିନ୍ଦ କହିଛନ୍ତି। It is only egoism that is shocked to find egoism in others. କେବଳ ଅହଙ୍କାର ହିଁ ଅନ୍ୟମାନଙ୍କ ଭିତରେ ଥିବା ଅହଙ୍କାରକୁ ଦେଖି ଆକସ୍ମିକ ଆଘାତ ଅନୁଭବ କରିଥାଏ। ଏହା ଶ୍ରୀମା ଆମର କହିଛନ୍ତି। ପରମା ଭାଗବତ ଜନନୀ ଶ୍ରୀମା ପରମପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଚରଣ କମଳରେ ଆମେ ଅନନ୍ତ କୋଟି ପ୍ରଣାମ ଜଣାଇ ଆରମ୍ଭ କରିବାକୁ ଯାଉଛେ ଆଜିର ଅନଲାଇନ ଶ୍ରୀ ଅରବିନ୍ଦ ଆସ୍ପିରେସନ ପାଠଚକ୍ରର କାର୍ଯ୍ୟକ୍ରମ। ଆଜିର ଅନଲାଇନ ଶ୍ରୀ ଅରବିନ୍ଦ ଆସ୍ପିରେସନ ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ଭାଇ ଅପାମାନଙ୍କୁ ବନ୍ଦେ ମାତରମ୍ ଆଉ ପ୍ରଣାମ। କାର୍ଯ୍ୟକ୍ରମ ଆରମ୍ଭରେ ଚାଲନ୍ତୁ ଆମେ କିଛି କ୍ଷଣ ନୀରବରେ ଧ୍ୟାନସ୍ଥ ହେବା ମନ୍ତ୍ରମୟୀ ସାବିତ୍ରୀର ଆବୃତ୍ତି ସହିତ। ଆଜିର ମନ୍ତ୍ରମୟୀ ସାବିତ୍ରୀର ଉଚ୍ଚାରଣ ପୃଷ୍ଠା ସଂଖ୍ୟା ରହିଛି 331। ଆଜିର ମନ୍ତ୍ରମୟୀ ସାବିତ୍ରୀକୁ ଉଚ୍ଚାରଣ କରିବା ପାଇଁ ଚାଲନ୍ତୁ ଆମେ ବ୍ରହ୍ମପୁର ଗଞ୍ଜାମରୁ ଲକ୍ଷ୍ମୀ ଭାଇଙ୍କୁ ଆମେ ଅନୁରୋଧ କରିବା। ଭାଇ ଆପଣ ମନ୍ତ୍ରମୟୀ ସାବିତ୍ରୀ ଆବୃତ୍ତି କରନ୍ତୁ, ଆମେ ନୀରବରେ ଧ୍ୟାନସ୍ଥ ହେବୁ। ସମସ୍ତେ ସାଇଲେନ୍ସ ହେବା। Canto 3, the house of the new spirit and new creation. And on it left like a lost dream's vain mold, a fragile copy of the spirit's soul, his body gathered into mystic sleep, a foreign shape, it seemed a mythic shade. Alien now seemed that dim far universe, self and eternity alone were true. Then memory climbed to him from the driving flames, bringing a cry from one's loved, cherished things, and to cry as to its own lost call, a ray replied from the occult supreme. Forever there the boundless oneness dwells, to its own sight under unrecognizable, it lived still sunk in its own tenebrous seas, upholding the world's inconscient unity, hidden in matter's insentient multitude. This seed self-sown in the indeterminate forfeit its glory of divinity, concealing the omnipotent of its force, concealing the omniscience of its soul, an agent of its own transcendent will. It merges knowledge in the inconscient deep, accepting error, sorrow, death and pain. It pays the ransom of a ignorant night, redeeming by its substance nature's fall. Himself he knew, and why his soul had gone into earth's passionate obscurity to share the labor of an errant power which
by division hopes to find the one. Two beings he was, one wide and free above, one struggling bound intense, its portion here. A tie between them still could breed two words. There was a dim response, a distant breath. All had not ceased in the unbounded hush. ଧନ୍ୟବାଦ ଭାଇ। ଏତେବେଳେ ଯାଏ ଆମେ ମନ୍ତ୍ରମୟୀ ସାବିତ୍ରୀର ଆବୃତ୍ତି ସହିତ ନିରବରେ ପ୍ରଭୁ ମାଙ୍କୁ ଧ୍ୟାନ କରୁଥିଲେ। ବର୍ତ୍ତମାନ ସମୟ ହେଇଛି କାର୍ଯ୍ୟକ୍ରମରେ ପ୍ରଭୁ ମାଙ୍କ ଚରଣ କମଳରେ ଭକ୍ତି ନୈବେଦ୍ୟଟି ଅର୍ପଣ କରିବା। ଆଜିର କାର୍ଯ୍ୟକ୍ରମରେ ଭକ୍ତି ନୈବେଦ୍ୟଟି ଅର୍ପଣ କରିବା ପାଇଁ ଆମେ ଗଞ୍ଜାମ ଏସ୍ ସଚିନାରୁ ଟିପୁ ଭାଇଙ୍କୁ ଆମେ ଅନୁରୋଧ କରିବା। ଭାଇ ଆପଣ ଗୋଟେ ଭକ୍ତି ନୈବେଦ୍ୟ ପ୍ରଭୁ ମାଙ୍କ ଚରଣ କମଳରେ ଅର୍ପଣ କରନ୍ତୁ। ଭାଇ ମୋ ମା ପରି କିଏ ପରେ, ମୋ ମା ପରି କିଏ ପରେ, ଉଡ଼ି ଯାଉଥିଲେ ସୁନାର ଚଢ଼େଇ, ଉଡ଼ି ଯାଉଥିଲେ ସୁନାର ଚଢ଼େଇ, ଧରି ଆଣିକି ଦେବରେ ମୋ ମା ପରି କିଏ ପରେ, ମୋ ମା ପରି କିଏ ପରେ, ମୋ ଦୁଃଖରେ ସିଏ ନୀରବେ ଗୋପନେ ଢାଳଇ କରୁଣା ଧାର, ଢାଳଇ କରୁଣା ଧାର, ତାର ସୁମଧୁର ପରଶରେ ହସି ଉଠଇ ଅନ୍ତର ମୋର, ବିଶ୍ୱ ପରାଣେ ପୁଲକ ଜଗାଏ, ବିଶ୍ୱ ପରାଣେ ପୁଲକ ଜଗାଏ, ମୋ ମାର ସୌରଭରେ ମୋ ମା ପରି କିଏ ବରେ, ମୋ ମା ପରି କିଏ ବରେ, କିଏ ଭାଙ୍ଗି ଦେବ କଠୋର ପାଷାଣ, ମରଣର କାରାଗାର, ମରଣର କାରାଗାର, କିଏ ଆଣିଦେବ ଅମର ଲୋକରୁ ଅମୃତର ନିର୍ଝର, ଦୀପ୍ତ ଝଲମଲ ଦଶ ଦିଶିଲଭି, ଦୀପ୍ତ ଝଲମଲ ଦଶ ଦିଶିଲଭି, ମା ପାଦ ବଇ ଭବରେ ମୋ ମା ପରି କିଏ ପରେ, ଉଡ଼ି ଯାଉଥିଲେ ସୁନାର ଚଢ଼େଇ, ଉଡ଼ି ଯାଉଥିଲେ ସୁନାର ଚଢ଼େଇ, ଧରି ଆଣିକି ଦେବରେ ମୋ ମା ପରି
କିଏ ହେବ ରେ ମୋ ମା ପରି କିଏ ହେବ ରେ ମୋ ମା ପରି କିଏ ହେବ ରେ। ଧନ୍ୟବାଦ ଭାଇ, ବହୁତ ଭାବପୂର୍ଣ୍ଣ ଏବଂ ହୃଦୟସ୍ପର୍ଶୀ ପ୍ରାର୍ଥନାଟି ଆଜି ପ୍ରଦାନ କରିଛନ୍ତି ମାଙ୍କ ଚରଣ କମଳରେ, ପ୍ରଭୁଙ୍କ ଚରଣ କମଳରେ। ବହୁତ ସୁନ୍ଦର ଭାବ। ସତରେ ଆମର ସେଇ ମା, ତାଙ୍କ ସହିତ ତୁଳନା କରାଯାଇ ପାରିବ ନାହିଁ। କାହିଁକି ନା ମାଟି ଠାରୁ ଆକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ଯାହାଙ୍କର ସୃଷ୍ଟି, ମାଟି ଠାରୁ ଆକାଶ ପର୍ଯ୍ୟନ୍ତ ଯିଏ ପରିବ୍ୟାପ୍ତି ଅଟନ୍ତି ଏବଂ ସତରେ ଉଡ଼ି ଯାଉଥିବା ସେଇ ସୁନା ଚଢ଼େଇକୁ ମଧ୍ୟ ସେ ଆଣିବାର କ୍ଷମତା ମାଙ୍କର ହିଁ ଅଛି। ତା ସନ୍ତାନ ପାଇଁ, ଅଝଟ ସନ୍ତାନ ପାଇଁ ମା ସବୁ କିଛି କରିପାରନ୍ତି। ଏପରିକି ମୃତ୍ୟୁକୁ ମଧ୍ୟ ସେ ପରାଭୂତ କରିଦିଅନ୍ତି। ଅମୃତର ବାରିଧାରା ଅଜାଡ଼ି ଦିଅନ୍ତି ତାର ସନ୍ତାନ ଉପରେ। ଆମ ମା, ଆମ ଦିବ୍ୟ ଜନନୀ। ତେଣୁ ମାଙ୍କର ଏହି ବନ୍ଦନାଟି ସମସ୍ତଙ୍କର ହୃଦୟକୁ ନିଶ୍ଚିତ ରୂପେ ସ୍ପର୍ଶ କରିଛି। ଆପଣ ଯେବେ ବି ଆସନ୍ତି ବହୁତ ସୁନ୍ଦର ଭାବ ନେଇକି ଆସନ୍ତି। ସୁନ୍ଦର ତାର ଲିରିକ୍ସ ଥାଏ, ବହୁତ ସୁନ୍ଦର ଲିରିକ୍ସ ମାଙ୍କର ବନ୍ଦନା ପ୍ରଦାନ କରନ୍ତି ଏବଂ ଆମେ ସମସ୍ତଙ୍କର ହୃଦୟକୁ ସ୍ପର୍ଶ କରି ଆପଣ ବନ୍ଦନାର ଗାୟିକା ମଧ୍ୟ। ସେଥିପାଇଁ ଆପଣଙ୍କୁ ପୁଣି ଥରେ ଧନ୍ୟବାଦ। ଆସନ୍ତୁ ସବୁବେଳେ ଏଇଭଳି ସୁନ୍ଦର ସୁନ୍ଦର ପ୍ରାର୍ଥନା ମା ଓ ପ୍ରଭୁଙ୍କ ଚରଣ କମଳରେ ଅର୍ପଣ କରୁଥାନ୍ତୁ ଏବଂ ଆମ ସମସ୍ତଙ୍କୁ ପ୍ରଭୁ ମାଙ୍କ ଚରଣ କମଳରେ ଉନ୍ମୋଳିତ କରି ରଖୁଥାନ୍ତୁ। ଧନ୍ୟବାଦ ଭାଇ। ସମୟ ହେଇଛି ଆମେ ପ୍ରଭୁଙ୍କର ସେଇ ମହାନ ଓ ଦିବ୍ୟ ଗ୍ରନ୍ଥ ଯୋଗ ସମ୍ମନ୍ୱୟକୁ ଆମେ ଧାରାବାହିକ ଭାବରେ ଆଲୋଚନା କରି ଚାଲିଛେ। ସପ୍ତାହରେ ଦୁଇ ଦିନ ବରଗଡ଼ରୁ ଆମର ଡକ୍ଟର ଚିତ୍ତରଞ୍ଜନ ସାହୁ ଭାଇଙ୍କ ଦ୍ୱାରା। ଭାଇ ଚାପ୍ଟର 9 ଗତ ଥର ସରେଇ ସାରିଛନ୍ତି, ତାକୁ ସମାପ୍ତ କରିଛନ୍ତି। ଆଜି ଗୋଟେ ନୂଆ ଚାପ୍ଟର ଆରମ୍ଭ ହବ। ନୂଆ ଚାପ୍ଟରଟି ହେଉଛି ଚାପ୍ଟର 10 ପାର୍ଟ 1 ଦି ସିନ୍ଥେସିସ୍ ଅଫ ଯୋଗ, ଦି 3 ମଡେଲ୍ସ ଅଫ ନେଚର, ପ୍ରକୃତିର 3 ଗୁଣ। ଆଜି ଏଇ ପ୍ରସଙ୍ଗ ବା ଏଇ ଚାପ୍ଟରଟିକୁ ସେ ଆରମ୍ଭ କରିବେ ଭାଇ ଆମର। ଭାଇଙ୍କୁ ଆମ ଅନୁରୋଧ କରିବା ଯେ ଆଜିର ଯୋଉ ରହିଛି ବିଷୟଟି, ନୂଆ ବିଷୟଟି ଯୋଉ ଆଲୋଚ୍ୟ ହେବାକୁ ଅଛି, ଆଲୋଚନା ଆଉ ସାଧ୍ୟ ହେବ। ପ୍ରକୃତିର 3 ଗୁଣ, ଦି 3 ମୋଡ୍ସ ଅଫ ଦି ନେଚର, ଚାପ୍ଟର 10 ପାର୍ଟ 1 ଦି ସିନ୍ଥେସିସ୍ ଅଫ ଯୋଗ। ଡକ୍ଟର ଚିତ୍ତରଞ୍ଜନ ସାହୁ ଭାଇଙ୍କୁ ଆମେ ଅନୁରୋଧ କରୁଛୁ ଆଲୋଚନା ସାଧ୍ୟକୁ ଆଗେ ନେବେ। ବରଗଡ଼ରୁ ପରମ କରୁଣାମୟୀ ଦିବ୍ୟଜନନୀ ଶ୍ରୀମା ଏବଂ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଶ୍ରୀପାଦ ପଦ୍ମରେ ଅଶେଷ ପ୍ରଣତି। ଅନଲାଇନ୍ ଶ୍ରୀ ଅରବିନ୍ଦ ଏକ୍ସପ୍ରେସନ ପାଠଚକ୍ରର ଆଜିର ଦିବ୍ୟ ସନ୍ଧ୍ୟାରେ ଉପସ୍ଥିତ ସମସ୍ତ ମାତୃପ୍ରେମୀ ଅପଭାଇଙ୍କୁ ସାଦର ସପ୍ରେମ ନମସ୍କାର ସହ ପୁନଃ ସ୍ୱାଗତ କରୁଛି। ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ ପୂର୍ବକ ଆଜିର ସ୍ୱାଧ୍ୟାୟ ଆରମ୍ଭ କରିବା। ମାଙ୍କ କୃପାରୁ ଆମେ ପ୍ରଭୁଙ୍କର ମହାଗ୍ରନ୍ଥର ଅଧ୍ୟୟନ ଜାରି ରଖିଛନ୍ତି। ଆମର 9ଟି ଅଧ୍ୟାୟ ସରିଯାଇଛି। ଆଜି ଆରମ୍ଭ କରିବା 10ମ ଅଧ୍ୟାୟ, ଦ 3 ମୋଡ୍ସ ଅଫ ନେଚର ବା ପ୍ରକୃତିର 3 ଗୁଣ। ଏହି ଅଧ୍ୟାୟର ପ୍ରାସଙ୍ଗିକତା ସମ୍ପର୍କରେ କହିବା ପାଇଁ ମୁଁ ପୂର୍ବ ଅଧ୍ୟାୟର ସାରମର୍ମ ସଂକ୍ଷେପରେ ଉପସ୍ଥାପନ କରିବା ଆବଶ୍ୟକ ମନେ କରୁଛି। ଯେଉଁ ଦିବ୍ୟ କର୍ମର ଯୋଗ ବା ଦିବ୍ୟକର୍ମୀ ହେବାର ଯେଉଁ ସାଧନା, ପୂର୍ଣ୍ଣ ଯୋଗର ସାଧକ ପକ୍ଷରେ ଯାହା କରଣୀୟ, ସେ ସମ୍ପର୍କରେ ପ୍ରଭୁ କହି ଆସୁଛନ୍ତି ଧାରାବାହିକ ଭାବରେ, କ୍ରମାନ୍ୱୟରେ ତାର ବିଭିନ୍ନ ଦିଗକୁ ସ୍ପର୍ଶ କରି। କର୍ମଯୋଗର ମୂଳ ତତ୍ତ୍ୱ ହେଉଛି ନିଜର ସବୁ ଗତିବୃତ୍ତି, ସବୁ ପ୍ରକାର କର୍ମ, ଚିନ୍ତାତ୍ମକ, ଭାବନାତ୍ମକ ଏବଂ ସ୍ଥୂଳ କ୍ରିୟାତ୍ମକ,
ଶରୀର ପ୍ରାଣ ଏବଂ ମନ ସବୁ ସ୍ତରରେ ଯାହା ସବୁ କାର୍ଯ୍ୟ ଆମ ଦ୍ୱାରା ସମ୍ପାଦିତ ହେଉଛି, ଆରମ୍ଭ କରି ବୃହତ୍ ବିଶାଳତର କମ୍ପନ ପର୍ଯ୍ୟନ୍ତ ସବୁକିଛି ଆମକୁ ସେ କର୍ମର ଅଧୀଶ୍ୱର ବା ଯଜ୍ଞର ଅଧୀଶ୍ୱର ପରମୋଚ୍ଚ ଭଗବାନ ଏକମେବ ପରମ ପୁରୁଷ ତାଙ୍କ ପାଖରେ ସମର୍ପଣ କରିଦେବାର ଅଛି, ତାଙ୍କୁ ସବୁ ଦେଇଦେବାର ଅଛି। ଆମର କିଛି ବି ଭୋଗ କରିବାର ନାହିଁ। କେବଳ ଆମର ମୁତ୍ୱଟି ଯୋଉ ରହିଛି ଅହଂବୋଧ, ସେ କେବଳ ସାକ୍ଷୀ ଭାବରେ ଅନୁଭବ କରିବ ନିଜର ଅସ୍ତିତ୍ୱଟିକୁ। ଏହା ଛଡା ତାହାର ଆଉ କିଛି କାର୍ଯ୍ୟ ନାହିଁ। ଏଇଟା ହେଉଛି ପରିପୂର୍ଣ୍ଣ ସମର୍ପଣ ବା ଆତ୍ମଦାନ। ଏବଂ ଏହି ଅବସ୍ଥାରେ ଉପନୀତ ହେବାକୁ ହେଲେ ଆମକୁ କେଉଁ ସବୁ ଅବସ୍ଥା ଦେଇକରି ଗତି କରିବାକୁ ପଡିବ, ସାଧନାର ପର୍ଯ୍ୟାୟ ଗୁଡିକ ସେ ସମ୍ପର୍କରେ ପ୍ରଭୁ ଉପସ୍ଥାପନ କରି ଆସୁଛନ୍ତି। ପୂର୍ବ ଅଧ୍ୟାୟରେ ଆମେ ଅଧ୍ୟୟନ କଲେ ସମତାର ଉପଲବ୍ଧି ଏବଂ ଅହଂର ବିନାଶ। ଏହି ଦୁଇଟି ଅପରିହାର୍ଯ୍ୟ ପଦକ୍ଷେପ। ନିଜ ଭିତରେ ଭଗବାନଙ୍କର ଇଚ୍ଛା, ପରମ ଇଚ୍ଛାଟିକୁ ଜାଣି ସେଥିରେ ନିଜର ସାମଗ୍ରିକ ସମ୍ମତି ପ୍ରଦାନ କରିବା ଏବଂ ନିଜର ଇଚ୍ଛାକୁ ଭଗବାନଙ୍କ ଇଚ୍ଛା ସାଙ୍ଗରେ ମିଶେଇ ଦେବା ପାଇଁ ସାଧକର ଯେଉଁ ପ୍ରୟାସ, ସେଥିପାଇଁ ତା ପକ୍ଷରେ ଆବଶ୍ୟକ ହେଉଛି ଚେତନାରେ ସମତା ଭାବର ପ୍ରତିଷ୍ଠା। ଏବଂ ଏହି ସମତା ଭାବର ପ୍ରତିଷ୍ଠା ସହିତ ଧୀରେ ଧୀରେ ତାର ଅହଂବୋଧଟି କ୍ଷୟପ୍ରାପ୍ତ ହେଇ ଶେଷରେ ବିଲୁପ୍ତ ହେଇଯିବ। କାରଣ ଅହଂଟା ଗୋଟେ ଛାୟା, ଏହାର ବାସ୍ତବ ସ୍ଥିତି କିଛି ନାହିଁ। ତାର ଚେତନାର ଅଙ୍ଗ ଗୁଡିକ ନିର୍ଦ୍ଦିଷ୍ଟ ଧାରାରେ କାର୍ଯ୍ୟ କରିବାର ଯେଉଁ ଅଭ୍ୟାସରେ ପଡିଯାଇଥାନ୍ତି, ଯାହାକୁ ସେ ନିଜର ସ୍ୱତନ୍ତ୍ର ପରିଚୟ ବୋଲି ମନେ କରେ, ସେଟା ହେଉଛି ତାର ଅହଂବୋଧ, ପାର୍ଥକ୍ୟ ବୋଧ ବା ପୃଥକ କର୍ତ୍ତୃତ୍ୱ ବୋଧ। ନିଜେ ଅନୁଭବ କରିବା ଏବଂ ନିଜେ କାର୍ଯ୍ୟଗୁଡ଼ିକର ଉତ୍ସ ବୋଲି ଯେଉଁ ତାର ଭୁଲ ଧାରଣା, ଏଇଟା ହେଉଛି ତାର ଅହଂକାର। ଏଥିରୁ ସେ ଧୀରେ ଧୀରେ ବିମୁକ୍ତ ହେବ, ସମତା ଭାବରେ ପ୍ରତିଷ୍ଠିତ ହେବ ଏବଂ ଅହଂକାର କ୍ରମାଗତ ଭାବରେ ବିଲୁପ୍ତ ହେବା ସହିତ ସେ ଧୀରେ ଧୀରେ ପ୍ରକୃତିର ଯାବତୀୟ ଅଧୀନତାରୁ ମଧ୍ୟ ମୁକ୍ତ ହେବ। କାରଣ ଅହଂକାର କ୍ରମାଗତ ଭାବରେ ହ୍ରାସ ପାଇବା ସହିତ ତାର ମନ ପ୍ରାଣ ଶରୀରକୁ ଯେଉଁ ପରିଚାଳିତ କରୁଛନ୍ତି ବିଶ୍ୱମୟ ପ୍ରକୃତିର ସତ୍ତା ଏବଂ ଶକ୍ତି ଗୁଡିକ, ସେ ସମ୍ପର୍କରେ ସେ ଅଧିକରୁ ଅଧିକ ପରିଚିତ ହେବ। ପୂର୍ବ ଅଧ୍ୟାୟର ଶେଷ ଭାଗରେ ଆମେ ସେ କଥା ଅଧ୍ୟୟନ କରୁଥିଲେ। ସାଧକ ଅନୁଭବ କରିବ ଯେ କିପରି ପ୍ରକୃତିର କ୍ରିୟାତ୍ମିକା ଶକ୍ତି ଗୁଡିକ ତା ଭିତରେ କ୍ରିୟା କରୁଛନ୍ତି ଏବଂ ସେ ଚିହ୍ନିବ ସେଥିରୁ କେଉଁ ଶକ୍ତି ଗୁଡିକ ଡିଭାଇନ ବା ଦିବ୍ୟ, କେଉଁଗୁଡ଼ିକ ଅଦିବ୍ୟ। କିଭଳି ଆଲୁଅ ଅନ୍ଧାରର ଲୁକାଛୁପା ଖେଳ ମଧ୍ୟରେ ସେମାନେ ତା ଭିତରେ ଲୀଳା କରି ଚାଲିଛନ୍ତି ଏବଂ ପୂର୍ବରୁ ଯେତେବେଳେ ସେ ସେମାନଙ୍କ ବିଷୟରେ ସଚେତନ ନଥିଲା, ସେମାନଙ୍କର ପ୍ରବାହରେ ଭାସି ଯାଉଥିଲା। ସାଧାରଣ ମଣିଷର ଏଇଟା ଅବସ୍ଥା। ସାଧକ ଏବଂ ସାଧାରଣ ମଣିଷ ଭିତରେ ପାର୍ଥକ୍ୟ ହେଉଛି ଯେ ସାଧକ ସଚେତନ, ପ୍ରକୃତି କିଭଳି ତା ଭିତରେ କ୍ରିୟା କରୁଛି। ଏବଂ ସଚେତନ କେବଳ ଜାଣିବାରେ ସୀମିତ ନୁହେଁ। ସଚେତନ ହେବାର ଅର୍ଥ ସାମର୍ଥ୍ୟ ଅର୍ଜନ କରିବା। କେଉଁ ସାମର୍ଥ୍ୟ? ନା ସେଇ ଶକ୍ତି ଗୁଡିକୁ ସେ ତାର ଇଚ୍ଛା ମତେ ଅନୁମୋଦନ କରିବ ବା ପ୍ରତ୍ୟାଖ୍ୟାନ କରିବ। ସେ ପ୍ରକୃତିର ଶକ୍ତି ଗୁଡିକ ତାକୁ ସେମାନଙ୍କ ଇଚ୍ଛାରେ
ଭସେଇ ନେବେ ନାହିଁ। ସାଧକ ଯଦି ସମ୍ମତି ଦିଏ ତାହେଲେ ତା ଭିତରେ ସେମାନେ କ୍ରିୟା କରିବେ, ନଚେତ୍ ସେମାନେ ବାହାରୁ ବାହାରୁ ବିଦାୟ ନେବେ। ଏହି ସାମର୍ଥ୍ୟ ଧୀରେ ଧୀରେ ଅର୍ଜନ କରିବ ସାଧକ। ଏବଂ ଏହି ବିଷୟଟିକୁ ପ୍ରଭୁ ଆଗେଇ ନେଉଛନ୍ତି ପରବର୍ତ୍ତୀ ଅଧ୍ୟାୟରେ, ଯାହା ଆମେ ଅଧ୍ୟୟନ କରିବା 10ମ ଅଧ୍ୟାୟରେ। ପ୍ରକୃତିର 3 ଗୁଣ। ପ୍ରକୃତି ଆମକୁ ଯେଉଁ ଗୋଟେ ଖେଳନା ଭଳି, କାଠ କଣ୍ଢେଇ ଭଳି ଯେଉଁ ନଚାଏ, ସେ 3ଟି ରଜ୍ଜୁ ବା 3ଟି ସୂତ୍ର ବା ଗୁଣ, ଗୁଣ ମାନେ ସୂତା, 3ଟି ବା 3 ପ୍ରକାର ସୂତା ସାହାଯ୍ୟରେ ଆମକୁ ବାନ୍ଧିକିରି ଆମକୁ ନଚେଇଥାଏ। ଏବଂ ଏଇଟା ଅତି ପ୍ରାଚୀନ ଦର୍ଶନ। ଭାରତୀୟ ମନୀଷୀମାନେ ବହୁତ ପୂର୍ବରୁ ଏ ବିଷୟ ଗବେଷଣା କରିଛନ୍ତି, ଅନୁଧ୍ୟାନ କରିଛନ୍ତି, ଆବିଷ୍କାର କରିଛନ୍ତି ଏବଂ ତାକୁ ଅତି ପ୍ରାଞ୍ଜଳ ଭାବରେ ଆମର ପୁରାତନ ଯୋଗ ଶାସ୍ତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି। ପ୍ରକୃତିର ଏହି 3ଟି ଗୁଣ ବା 3ଟି ରଜ୍ଜୁର ନାମ ହେଲା ସତ୍ୱ, ରଜ ଏବଂ ତମ। ଏହି 3ଟି ଗୁଣ ମାଧ୍ୟମରେ ପ୍ରକୃତି ଆମର ଚେତନାର ବିଭିନ୍ନ ଅଂଶକୁ ବାନ୍ଧିଥାଏ ଏବଂ ସେମାନଙ୍କୁ ଇଚ୍ଛା ଅନୁସାରେ ନଚଉଥାଏ, ପରିଚାଳିତ କରୁଥାଏ। ସାଧକ ଯଦି ପ୍ରକୃତିର ଅଧୀନରେ ଥିବ ତାହେଲେ ସମର୍ପଣ କିଭଳି କରିବ? ଗୋଟେ ପରାଧୀନ ସତ୍ତା କେବେ ହେଲେ ସମର୍ପଣ କରିପାରିବ ନାହିଁ। ସମର୍ପଣ କରିବାକୁ ହେଲେ ଆମେ ଯାହା ସମର୍ପଣ କରିବା, ଯେଉଁ ଜିନିଷଟି ଆମେ ଭଗବାନଙ୍କୁ ଦେବା, ତା ଉପରେ ନିଜର ପୂର୍ଣ୍ଣ ଅଧିକାର ପ୍ରଥମେ ଆସିଥିବା ଦରକାର। ଯାହା ଆମର ଅଧିକାରରେ ନାହିଁ ତାହା ପୁଣି ଆମେ ଭଗବାନଙ୍କୁ ଦେବା କେମିତି ବା କାହାକୁ ହେଲେ ଦେବା କେମିତି? ଯିଏ ଦାତା, ସେ ଯେଉଁ ଜିନିଷ ଦାନ କରିବ ସେଟା ତାର ଅଧିକାରରେ ଥିବା ଆବଶ୍ୟକ। ତେଣୁ ଆମର ସତ୍ତାର ପ୍ରତ୍ୟେକ ଅଂଶ ଏବଂ ସେମାନଙ୍କର ପ୍ରତ୍ୟେକ ବୃତ୍ତି, ଏ ସବୁ ଆମର ଅଧିକାରରେ ଥିବା ଦରକାର। ବର୍ତ୍ତମାନ ସେଟା ଆମର ଅଧିକାରରେ ନାହିଁ। ସାଧାରଣ ମଣିଷର କାହାର ଅଧିକାରରେ ଅଛି? ପ୍ରକୃତିର ଅଧିକାରରେ ଅଛି। ପ୍ରକୃତି ସେ 3ଟି ରଜ୍ଜୁ ସାହାଯ୍ୟରେ ଆମର ଚେତନାର ସବୁ ଅଂଶକୁ ବାନ୍ଧି ରଖିଛି ଏବଂ ସେମାନଙ୍କର କ୍ରିୟାଧାରାକୁ ସେ ପରିଚାଳିତ କରୁଛି। ପ୍ରକୃତିର ଦାସ ହେଇକରି ଆମେ ଅଛୁ। ଏ ଦାସତ୍ୱରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ, ସ୍ୱତନ୍ତ୍ରତାରେ ପ୍ରତିଷ୍ଠିତ ନ ହେବା ପର୍ଯ୍ୟନ୍ତ ଆମେ ସମର୍ପଣ କରିପାରିବା ନାହିଁ। ଆମର ତ ନାହିଁ ଆମ ହାତରେ ସେଇ ଜିନିଷ ଗୁଡାକ, ଆମେ ସମର୍ପଣ କରିବା କଣ? ତେଣୁ ପ୍ରଥମେ ଆମକୁ ଦାସତ୍ୱରୁ ମୁକ୍ତ ହେବାକୁ ପଡିବ ଏବଂ ଏ ଦାସତ୍ୱରୁ, ପ୍ରକୃତିର ଦାସତ୍ୱରୁ ମୁକ୍ତ ହେବା ହେଉଛି ଯଥାର୍ଥ ସ୍ୱାଧୀନତା। ଏଠି ପ୍ରଭୁ ଆମକୁ ସ୍ୱାଧୀନତାର ଯଥାର୍ଥ ମର୍ମଟି ମଧ୍ୟ ବୁଝାଇ ଦେଉଛନ୍ତି। ଏବଂ ଏହି ସ୍ୱାଧୀନତା ଉପରେ ରହିଛି ଆମର ଜନ୍ମସିଦ୍ଧ ଅଧିକାର। ସ୍ୱତନ୍ତ୍ରତା ଆମର ଜନ୍ମସିଦ୍ଧ ଅଧିକାର। ତାର ପ୍ରକୃତ ଅର୍ଥ ହେଉଛି ଏଇଟା। ଆମର କହିଲେ ଆତ୍ମାର, ଆମେ ହେଉଛୁ ଆତ୍ମା, ଆମର ଅସଲ ସତ୍ତା, ଆମର ଅସଲ ପରିଚୟ। ଏବଂ ଆତ୍ମାର ସ୍ୱଭାବ ହେଉଛି ସ୍ୱାଧୀନତା, ସେ କାହାରି ଅଧୀନ ନୁହେଁ। ଆତ୍ମା, ଆମର ଆତ୍ମାକୁ ତାର ମୂଳ ସ୍ୱାଧୀନତାରେ, ଅରିଜିନାଲ ଫ୍ରିଡମରେ ପୁନଃ ପ୍ରତିଷ୍ଠିତ କରିବାକୁ ପଡିବ ଆମକୁ। ବର୍ତ୍ତମାନ ସେ ଅଜ୍ଞାନର ପର୍ଦା ଦ୍ୱାରା ଆବୃତ ହେଇକରି, ଅହଂର ଆବରଣ ଦ୍ୱାରା ଆବୃତ ହେଇକରି ନିଜର ମୌଳିକ ସ୍ୱାଧୀନତାକୁ ବିସ୍ମୃତ ହେଇଛି, ଭୁଲି ଯାଇଛି ସେ ଯେ ସେ ପ୍ରକୃତରେ ସ୍ୱାଧୀନ ବୋଲି। ତାକୁ ପୁନର୍ବାର ତାର ମୌଳିକ ସ୍ୱତନ୍ତ୍ରତାରେ ପୁନଃ ପ୍ରତିଷ୍ଠିତ କରିବାକୁ ହେବ ଏବଂ ସେତେବେଳେ ସେ କରିପାରିବ ସମର୍ପଣ।
ତେଣୁ କିଭଳି ଆମେ ପ୍ରକୃତିର ତିନୋଟି ଗୁଣର ଅଧୀନତାରୁ ମୁକ୍ତ ହେବା ସେ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଛନ୍ତି ପ୍ରଭୁ ଏ ଅଧ୍ୟାୟରେ। ଆମେ ଅଧ୍ୟୟନ କରିବା 10ମ ଅଧ୍ୟାୟ ପ୍ରକୃତିର ତିନି ଗୁଣ, ଦି ଥ୍ରୀ ମୋଡ୍ସ ଅଫ୍ ନେଚର, ଇଂରାଜୀ ବହିର ପୃଷ୍ଠା ସଂଖ୍ୟା 232। ପ୍ରଭୁ କହୁଛନ୍ତି, ଟୁ ଟ୍ରାନ୍ସେଣ୍ଡ ଦ ନ୍ୟାଚୁରାଲ ଆକ୍ସନ ଅଫ୍ ଦି ଲୋଅର ପ୍ରକୃତି is indispensable to the soul if it is to be free in itself and free in its works। ଅର୍ଥାତ୍ ନିଜର ଆତ୍ମସତ୍ତାରେ ପୂର୍ଣ୍ଣ ମୁକ୍ତ ଏବଂ ଆପଣାର ଯାବତୀୟ କର୍ମରେ ମଧ୍ୟ ପୂର୍ଣ୍ଣ ମୁକ୍ତ ହେବାକୁ ହେଲେ ନିମ୍ନତର ପ୍ରକୃତିର ଏହି ସ୍ୱଭାବଗତ କ୍ରିୟାଟିକୁ ଅତିକ୍ରମ କରିବା ଆତ୍ମା ପକ୍ଷରେ ଏକାନ୍ତ ଅପରିହାର୍ଯ୍ୟ। ଅର୍ଥାତ୍ ଆତ୍ମାକୁ ଏହି ପ୍ରକୃତିର ଅଧୀନତାରୁ, ନିମ୍ନ ପ୍ରକୃତିର ଯେଉଁ ଅଧୀନତା, ତାର ଯେଉଁ ସ୍ୱାଭାବିକ କ୍ରିୟା, ନିମ୍ନ ପ୍ରକୃତି, ବିଶ୍ୱ ପ୍ରକୃତି ଆମକୁ ଯେଉଁ ପରିଚାଳିତ କରୁଛି, ଆମ ଭିତରେ କାମନା, ବାସନା, କ୍ଷୁଧା, ଭୋଗଲିପ୍ସା ଇତ୍ୟାଦି ମାଧ୍ୟମରେ ପ୍ରକୃତି ନିଜକୁ ଜାହିର କରୁଛି। ପ୍ରକୃତିର ଏହି ସବୁ ଦାବିରୁ, ଅଧୀନତାରୁ ମୁକ୍ତ ହେବା ଆତ୍ମା ପକ୍ଷରେ ନିହାତି ଅପରିହାର୍ଯ୍ୟ। ତା ନହେଲେ ସେ ତାର ପୂର୍ଣ୍ଣ ସ୍ୱତନ୍ତ୍ରତାରେ ପ୍ରତିଷ୍ଠିତ ହୋଇପାରିବ ନାହିଁ, ତାର ଅସଲ ପରିଚୟରେ ସେ ସ୍ଥିତ ହୋଇପାରିବ ନାହିଁ। Harmonious subjection to this actual universal nature, a condition of good and perfect work for the natural instruments, is not the ideal for the soul। ଦେଖନ୍ତୁ, ବହୁତ ସୁନ୍ଦର କଥା ପ୍ରଭୁ କହୁଛନ୍ତି। ହାରମୋନିୟସ୍ ସବଜେକ୍ସନ ଟୁ ଦି ଆକ୍ଚୁଆଲ ୟୁନିଭର୍ସାଲ ନେଚର, ବିଶ୍ୱ ପ୍ରକୃତି ସହିତ ସଂଗତିପୂର୍ଣ୍ଣ ଭାବରେ ବାସ କରିବା ବା ସଂଗତିପୂର୍ଣ୍ଣ ଭାବରେ ତାର ଅଧୀନତା ସ୍ୱୀକାର କରିକରି ଜୀବନ ବଞ୍ଚିବା, ଏଇଟାକୁ ଆମେ ଅତି ସରଳ ଜୀବନ ଏବଂ ସୁନ୍ଦର ଜୀବନ ବୋଲି ବିଚାର କରିଥାଉ। ଆମେ ବାରମ୍ବାର କଥା କହୁ ମଧ୍ୟ ଯେ ପ୍ରକୃତି ଅନୁସାରେ ଯେଉଁମାନେ ଜୀବନ ବଞ୍ଚନ୍ତି ସେମାନେ ମହାଆନନ୍ଦରେ ବଞ୍ଚନ୍ତି, ନିରୋଗ ନିଶ୍ଚିନ୍ତ ହେଇକରି। ଆମେ ଉଦାହରଣ ଦେଉ ଆଦିମ ବର୍ବର ମଣିଷର, ଯେଉଁମାନଙ୍କର ଲାଇଫଟା ପୁରାପୁରି ନ୍ୟାଚୁରାଲ। ସେମାନେ ଗଛ ପତ୍ର ଏବଂ ଜଙ୍ଗଲର ଜୀବଜନ୍ତୁ ଭଳି ପ୍ରାକୃତିକ ଜୀବନ ବଞ୍ଚନ୍ତି। ପ୍ରକୃତିରେ ଯାହା ଆବଶ୍ୟକ ଉପାଦାନ ମିଳିଲା ସେତିକିରେ ତାଙ୍କର ଆବଶ୍ୟକତା ସୀମିତ। ଖାଇବା ପିଇବା ପାଇଁ ବନ୍ୟ ଫଳ ଜଳ ଉପରେ ନିର୍ଭର କରନ୍ତି, ରହିବା ପାଇଁ ପାହାଡ଼ ଗୁମ୍ଫା କିମ୍ବା ଅତି ବେଶୀରେ ଗଛ ଉପରେ ମଞ୍ଚା ତିଆରି କରି ରହନ୍ତି, ପିନ୍ଧନ୍ତି ଗଛର ବକଳ କିମ୍ବା ପଶୁ ଚର୍ମ। ତେଣୁ ତାଙ୍କର ଜୀବନଟା ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ବା ପ୍ରକୃତି ପରିଚାଳିତ। ପ୍ରକୃତିରେ ଆମେ ଯେତେ ନିକଟତର ହେବା ଆମର ଜୀବନ ସେତିକି ସୁଖମୟ ହେବ ଏବଂ ନିରୋଗ ହେବ ବୋଲି ଆମର ଧାରଣା। ଏବଂ ପ୍ରକୃତି ଠାରୁ ଯେତେ ଦୂରେଇ ଯାଉଛୁ ଆମେ ନିଜ ପାଇଁ ସେତିକି ରୋଗ, ଦୁଃଖ, ଯନ୍ତ୍ରଣା ଏସବୁ ଡାକି ଆଣୁଛୁ। ଏବଂ ଆମେ ଆହୁରି ମଧ୍ୟ ଦେଖୁ ଯେଉଁମାନେ ପ୍ରକୃତି ସହିତ ସାମଞ୍ଜସ୍ୟ ରକ୍ଷା କରି, ସଂଗତି ରକ୍ଷା କରି ଜୀବନ ବଞ୍ଚୁଥିଲେ ସେମାନେ ଦୀର୍ଘାୟୁ ମଧ୍ୟ ହେଉଥିଲେ। ଶତାୟୁ କଣ, 300-400 ବର୍ଷ ପର୍ଯ୍ୟନ୍ତ ମଧ୍ୟ ସେମାନେ ବଞ୍ଚୁଥିଲେ। ସତ୍ୟ ଯୁଗରେ ମଣିଷର ପରମାୟୁ ଅସୀମ କହିଲେ ଅତ୍ୟୁକ୍ତି ହେବ ନାହିଁ। ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସେମାନେ ବଞ୍ଚି ପାରୁଥିଲେ। ଧୀରେ ଧୀରେ ଯେତିକି ମଣିଷ ପ୍ରକୃତି ଠାରୁ ଦୂରେଇ ଯାଇଛି ସେତିକି ସେ ନିଜ ପାଇଁ ଦୁଃଖ, ଯନ୍ତ୍ରଣା, ରୋଗ ଏବଂ ଅଳ୍ପାୟୁ
ବା ସୀମିତ ଜୀବନକୁ ସେ ଡାକି ଆଣିଛି। ପ୍ରଭୁ ଏଠାରେ ଏହାର ବିପରୀତ କଥାଟି କହୁଛନ୍ତି। ପ୍ରକୃତିର ଅଧୀନ ହେଇକରି ବଞ୍ଚିବା ହୁଏତ ଆମ ପାଇଁ ଶାନ୍ତି ଏବଂ ଆରୋଗ୍ୟର ମାଧ୍ୟମ ହେଇପାରେ, କିନ୍ତୁ ପ୍ରକୃତିର ଅଧୀନତାରୁ ମୁକ୍ତ ନ ହେଲେ ଜଣେ ଯୋଗୀ ହେଇପାରିବ ନାହିଁ ଏବଂ ଜୀବନର ପରମ ଲକ୍ଷ୍ୟକୁ ସେ ପ୍ରାପ୍ତ କରିପାରିବ ନାହିଁ। କାରଣ ଆମକୁ ପ୍ରକୃତିର ଅଧୀନତା ସ୍ୱୀକାର କରିବାର ନାହିଁ, ଆମକୁ ସ୍ୱୀକାର କରିବାର ଅଛି କେବଳ ଭଗବାନଙ୍କର ଅଧୀନତା। Our life should be subject to God and God only, not to nature or ego। এই কথাটি ଆମକୁ ମନେ ରଖିବାକୁ ପଡ଼ିବ। ପ୍ରଭୁ କହୁଛନ୍ତି ହାର୍ମୋନିୟସ୍ ସବଜେକ୍ସନ ଟୁ ଦିସ୍ ଆକ୍ଚୁଆଲ ୟୁନିଭର୍ସାଲ ନେଚର। ଏଇ ଯେଉଁ ବାସ୍ତବ ବିଶ୍ୱ ପ୍ରକୃତି ତା ପ୍ରତି ଗୋଟେ ସାମଞ୍ଜସ୍ୟପୂର୍ଣ୍ଣ ଆନୁଗତ୍ୟ, ତାହା ପ୍ରକୃତିର ଯନ୍ତ୍ରଗୁଡ଼ିକ ପାଇଁ ଗୋଟେ ଉତ୍ତମ ଏବଂ ପୂର୍ଣ୍ଣାଙ୍ଗ ପ୍ରକୃତି ଯେପରି ସୁଚାରୁ ରୂପେ କାର୍ଯ୍ୟ କରିପାରିବ ନିଜର ଯନ୍ତ୍ରଗୁଡ଼ିକୁ ଧରି, ସେଥିପାଇଁ ଗୋଟେ ଅତି ଉପଯୁକ୍ତ ଏବଂ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ହେଇପାରେ ପ୍ରକୃତିର ଅଧୀନତାଟା। କିନ୍ତୁ ଏଇଟା ଆତ୍ମାର ଆଦର୍ଶ କଦାପି ହୋଇନପାରେ, କାରଣ ଆତ୍ମା କେବଳ ଭଗବାନଙ୍କର ଅଧୀନତା ସ୍ୱୀକାର କରିବ। ଭଗବାନ ଏବଂ ତାଙ୍କର ଶକ୍ତି ତା ପାଖରେ କେବଳ ନିଜର ଆନୁଗତ୍ୟ ପ୍ରଦର୍ଶନ କରିବ, ତାଙ୍କ ଦ୍ୱାରା ପରିଚାଳିତ ହେବ, ଅନ୍ୟ କାହାରି ଦ୍ୱାରା ନୁହେଁ। କାରଣ ପ୍ରକୃତି ଦେଇକରି ଯେଉଁ ଶକ୍ତି କ୍ରିୟା କରୁଥାନ୍ତି ସେ ସବୁ ଶକ୍ତି ଗୁଡ଼ିକ ଦିବ୍ୟ ଶକ୍ତି ନୁହନ୍ତି। ସେଥିରୁ କେତେଗୁଡେ ଶକ୍ତି ସଂଗତି ଏବଂ ଦିବ୍ୟତାର ଶକ୍ତି ଏବଂ ଅନେକ ଶକ୍ତି ଅଦିବ୍ୟତା, ମିଥ୍ୟା, ଅନ୍ଧକାର ଏବଂ ଅଜ୍ଞାନତାର ଶକ୍ତି, ଏବଂ ଉଭୟର ସମ୍ମିଳନ ମାଧ୍ୟମରେ ଭଗବାନ ତାଙ୍କର ଲୀଳା କରୁଛନ୍ତି ସୃଷ୍ଟିରେ। ଏବଂ ତାଙ୍କ ଲୀଳାର ସର୍ଥ ହେଉଛି ଯେ ମଣିଷ ନିଜ ଭିତରେ ଦିବ୍ୟ ଶକ୍ତିର ଆବାହନ ଦ୍ୱାରା ଅଦିବ୍ୟ ଶକ୍ତି ଗୁଡ଼ିକ ଉପରେ ପ୍ରଭୁତ୍ୱ ଅର୍ଜନ କରିବ ଏବଂ ସେଗୁଡ଼ିକର ଦାସତ୍ୱରୁ ମୁକ୍ତ ହେବ। ତେଣୁ ପ୍ରକୃତିର ସବୁ ଶକ୍ତି ଗୁଡ଼ିକ ଉପରେ ଅସହାୟ ଭାବରେ ନିଜକୁ ଛାଡ଼ିଦେଲେ ଜଣେ ସାଧକ କେମିତି ହେବ? ସେ ସାଧାରଣ ମଣିଷ ହେଇପାରେ, ପ୍ରାକୃତିକ ଜୀବନଯାପନ କରିପାରେ, ହୁଏତ ସୁଖ ଶାନ୍ତିରେ ବଞ୍ଚିପାରେ, କିନ୍ତୁ ଜୀବନର ଅସଲ ଲକ୍ଷ୍ୟ ଯାହା ତାକୁ ସେ ପ୍ରାପ୍ତ କରିପାରିବ ନାହିଁ। ଜୀବନର ଅସଲ ଲକ୍ଷ୍ୟ ହେଉଛି ପୂର୍ଣ୍ଣତା, ଯାହା ଭଗବାନଙ୍କର ସୃଷ୍ଟ ଉଦ୍ଦେଶ୍ୟ। ଏଥିପାଇଁ ତାକୁ ବିବର୍ତ୍ତିତ ହେବାକୁ ପଡ଼ିବ। ସୁନା ଯେମିତି ଆଉଟା ହେଲେ ଶୁଦ୍ଧୀକୃତ ହୁଏ, ତାକୁ ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହେବାକୁ ପଡ଼ିବ ଏବଂ ସେଥିପାଇଁ ତାକୁ ପ୍ରକୃତିର ଯାବତୀୟ ଅଧୀନତାରୁ ମୁକ୍ତ ହେବାକୁ ପଡ଼ିବ। which should rather be subject to God, the soul, ପ୍ରଭୁ ଆତ୍ମା ସମ୍ପର୍କରେ କହୁଛନ୍ତି, soul should rather be subject to God। ଆତ୍ମା କେବଳ ଭଗବାନଙ୍କର ଅଧୀନତା ସ୍ୱୀକାର କରିବ ଏବଂ ପ୍ରକୃତିର ପ୍ରଭୁ ହେଇକି ରହିବ। subject to God and his shakti but master of his own nature। ଆତ୍ମା ପ୍ରକୃତି ଉପରେ ଆଧିପତ୍ୟ ଅର୍ଜନ କରିବ, ଆପଣାର ପ୍ରକୃତି ଉପରେ ସେ ମାଲିକ ହେବ, ସେଗୁଡ଼ିକର ଦାସ ହେବ ନାହିଁ। ଆମର ପ୍ରକୃତିର ସ୍ୱଭାବ ବୋଲି ଯେ କହୁ, ସେଟା ହେଉଛି ବିଶ୍ୱ ପ୍ରକୃତି ଆମ ଭିତରେ ଯେଭଳି କ୍ରିୟା କରନ୍ତି ଏବଂ ଯେଉଁଭଳି ଆଚରଣ ଆମ ଦ୍ୱାରା କରାନ୍ତି, ଆମେ ତାକୁ ସ୍ୱଭାବ ବୋଲି କହୁ। ପ୍ରକୃତିରେ ଆମର ସ୍ୱଭାବ, ହ୍ୟୁମାନ୍ ନେଚର is a reflection of universal nature। ସେଗୁଡ଼ା ବିଶ୍ୱ ପ୍ରକୃତିର ଗୋଟେ ପ୍ରତିଫଳନ କହିଲେ ଅତ୍ୟୁକ୍ତି ହେବ ନାହିଁ। as an agent or channel of the supreme
will, it must determine by its vision and sanction or refusal the use that shall be made of the storage of energy, the conditions of environment, the rhythm of combined movement which are provided by Prakriti for the labor of the natural instruments, mind, life and body. ସେହି ସର୍ବପରମ ଇଚ୍ଛାର ଏକ ପ୍ରତିନିଧି ବା ପ୍ରବାହ ମାର୍ଗ ହିସାବରେ କେବଳ ଆପଣାର ହିଁ ଦୃଷ୍ଟି ସାମର୍ଥ୍ୟ, ସମ୍ମତି ବା ଅସମ୍ମତି ଅନୁସାରେ ପ୍ରକୃତିଗତ ଏହି ସାଧନ ଗୁଡ଼ିକର ଅର୍ଥାତ୍ ଆମର ମନ, ପ୍ରାଣ ତଥା ଦେହର ଯାବତୀୟ ଚେଷ୍ଟାନୁଶୀଳନ ଲାଗି ସେହି ପ୍ରକୃତିଦତ୍ତ ଶକ୍ତି ଭଣ୍ଡାର, ପରିପାର୍ଶ୍ୱିକ ନାନା ଅବସ୍ଥା ଏବଂ ସମ୍ମିଳିତ ଗତିସ୍ପନ୍ଦନର ଛନ୍ଦମୟତାକୁ ନେଇ କେତେବେଳେ କିଭଳି କାର୍ଯ୍ୟରେ ଲଗାଇବାକୁ ହେବ, ଆତ୍ମାକୁ ହିଁ ସେହି କଥାଟିର ନିର୍ଦ୍ଧାରଣ କରିବାକୁ ପଡ଼ିବ। ଅର୍ଥାତ୍ ଆମର ଚେତନାର ଅସଲ ସତ୍ତା, ଆମର ଆତ୍ମସତ୍ତା, ସିଏ ଭଗବାନଙ୍କର ଇଚ୍ଛାର ଗୋଟେ ଯନ୍ତ୍ର ହେବ। ପରମ ଇଚ୍ଛା, ସୁପ୍ରିମ ୱିଲ୍, ଯାହା ଆମେ ଅଧ୍ୟୟନ କରୁଥିଲେ ପୂର୍ବ ଅଧ୍ୟାୟରେ, ସେ ପରମ ଇଚ୍ଛାର ଗୋଟେ ବାହକ ହେବ, ଗୋଟେ ଯୋଗ୍ୟ ଯନ୍ତ୍ର ହେବ ଏବଂ ସେ ତାର ଦୃଷ୍ଟିରେ, ଶୁଦ୍ଧୀକୃତ ଦୃଷ୍ଟିରେ ସେ ଦେଖିବ ଭଗବାନଙ୍କର ଇଚ୍ଛା କିଭଳି ତା ଭିତରେ କ୍ରିୟା କରୁଛି, ସେଟା ବିକୃତ ହେଇଯାଉ ନାହିଁ ତ, ତାକୁ ସେ ଭଲ ଭାବରେ ତର୍ଜମା କରିବ ତାର ଚେତନାର ଶୁଦ୍ଧତାର ଯନ୍ତ୍ର ମାଧ୍ୟମରେ ବା ଦୃଷ୍ଟି ମାଧ୍ୟମରେ ସେଗୁଡିକ ସେ ଦେଖିବ ଏବଂ ତା ଭିତରେ ଯେଉଁ ରହିଛି ଶକ୍ତି, ତା ଭିତରେ ଭଗବାନଙ୍କର ଶକ୍ତି ଯେଉଁ କ୍ରିୟା କରୁଛି, ପରିବେଶର ବିଭିନ୍ନ ଅବସ୍ଥା ଗୁଡ଼ିକ ତା ଭିତରେ ଯେଉଁ ପ୍ରଭାବ ପକାଉଛନ୍ତି ଏବଂ ପ୍ରକୃତିର ବିଭିନ୍ନ ଶକ୍ତିରାଜି ତାକୁ କିଭଳି ତାର ମନ, ପ୍ରାଣ, ଶରୀର ମାଧ୍ୟମରେ ତା ଭିତରେ କ୍ରିୟା କରୁଛନ୍ତି, ଏହି ସବୁକୁ ସେ ସୁଚିନ୍ତିତ ଭାବରେ ଦେଖିବ, ନିଜକୁ ଅଲଗା ରଖିକରି ଆତ୍ମାର ଦୃଷ୍ଟିରେ ସେଗୁଡ଼ିକୁ ଦେଖିବ ଏବଂ ନିଜର ସଂକଳ୍ପ ପ୍ରୟୋଗ କରି ସେ କେଉଁଟାକୁ ଅନୁମୋଦନ କରିବ ବା କେଉଁଟାକୁ ପ୍ରତ୍ୟାଖ୍ୟାନ କରିବ। ଏଭଳି ଭାବରେ ସେ ନିର୍ଣ୍ଣୟ ନେବ ଯଦ୍ୱାରା ତାର ନିର୍ଣ୍ଣୟଟି ସେ ଭଗବାନଙ୍କର ସେ ପରମ ଇଚ୍ଛା, ସୁପ୍ରିମ ୱିଲଙ୍କର ସମର୍ଥନ କରିବ। ତେଣୁ ଏଠି କମ୍ପ୍ଲେକ୍ସ ଜିନିଷଟା, ଜଟିଳ ଜିନିଷଟା ପ୍ରଭୁ ଉପସ୍ଥାପନ କରୁଛନ୍ତି। ତେଣୁ ସାଧକର ଚେତନା ପ୍ରଥମେ ସେଇଭଳି ଶୁଦ୍ଧତାରେ ପ୍ରତିଷ୍ଠିତ ହୋଇଥିବା ଦରକାର, ଯେଉଁଥିପାଇଁ ଆବଶ୍ୟକ ହେଉଛି ସମତାର ଅଭ୍ୟାସ, ଯାହା ପୂର୍ବ ଅଧ୍ୟାୟରେ ପ୍ରଭୁ ଆଲୋଚନା କଲେ ଏବଂ କ୍ରମାଗତ ଭାବରେ ତାର ଅହଂର ବିନାଶ ହେବା ଦ୍ୱାରା ସେ ଭଗବାନଙ୍କର ଇଚ୍ଛାକୁ ଶୁଣିପାରିବ ଏବଂ ସେ ଦେଖିବ ପ୍ରକୃତିର ଦାବି ଗୁଡ଼ିକ ତା ଭିତରେ କେମିତି କ୍ରିୟା କରୁଛନ୍ତି, ଯାହାକି ଭଗବାନଙ୍କର ଇଚ୍ଛାର ବିରୁଦ୍ଧାଚରଣ କରୁଛି। ସବୁଯାକ ବିରୁଦ୍ଧାଚରଣ କରୁନାହିଁ, କିଛି ସମର୍ଥନ ମଧ୍ୟ କରୁଛି, କିନ୍ତୁ କିଛି ବିରୋଧ କରୁଛି। ଯେଉଁଗୁଡ଼ିକ ଭଗବାନଙ୍କର ଇଚ୍ଛାର ବିରୋଧୀ ତାକୁ ସେ ପ୍ରତ୍ୟାଖ୍ୟାନ କରିବ, ତାକୁ ଅନୁମୋଦନ କରିବ ନାହିଁ। ନିଜ ଚେତନା ଉପରେ ସମ୍ପୂର୍ଣ୍ଣ ପ୍ରଭୁତ୍ୱ ସେ ଅର୍ଜନ କରିଥିବ। ଆତ୍ମାର ସେହି ସ୍ୱାଧୀନତାରେ ସାଧକକୁ ପ୍ରତିଷ୍ଠିତ ହେବାକୁ ପଡ଼ିବ। But this inferior nature can only be mastered if she is surmounted and used from above. କିନ୍ତୁ ସାଧକର ଏ ଯେଉଁ ନିମ୍ନ ପ୍ରକୃତି, ତା ଉପରେ ସେତେବେଳେ ହିଁ ପ୍ରଭୁତ୍ୱ ଅର୍ଜନ କରାଯାଇପାରିବ ଯେତେବେଳେ ତାକୁ ଅତିକ୍ରମ କରାଯିବ ଏବଂ ଗୋଟେ ଉଚ୍ଚତର ଚେତନା ଦ୍ୱାରା ତାକୁ ବ୍ୟବହାର କରାଯିବ। ଉଚ୍ଚତର ଚେତନା ଦ୍ୱାରା ନିମ୍ନ ପ୍ରକୃତିକୁ
କାର୍ଯ୍ୟରେ ଲଗେଇ ପାରିଲେ ସେତେବେଳେ ଯାଇ ୟା ଉପରେ ପ୍ରଭୁତ୍ୱ ଅର୍ଜନ କରାଯାଇ ପାରିବ। And this can only be done by a transcendence of our forces, qualities and modes of action. Otherwise, we are subject to her conditions and helplessly dominated by her, not free in the spirit. ପ୍ରଭୁ କହୁଛନ୍ତି ଏପରି କରିବାକୁ ହେଲେ ଆମକୁ ପ୍ରକୃତିର ଯାବତୀୟ ସାମର୍ଥ୍ୟ, ଯାବତୀୟ ଗୁଣ ଏବଂ ଯାବତୀୟ କ୍ରିୟା ପଦ୍ଧତିକୁ ଅତିକ୍ରମ କରିବାକୁ ପଡ଼ିବ। ତା ନହେଲେ ଆମେ କେବଳ ତାର ସୀମାରେଖା ଭିତରେ ଆବଦ୍ଧ ହୋଇକରି ତାର ଅଧୀନ ହୋଇ ରହିଥିବା ଏବଂ ଅସହାୟ ଭାବରେ ତାର ପ୍ରାଦୁର୍ଭାବ ଗୁଡାକ ଭୋଗ କରୁଥିବା ଏବଂ ସେ ପର୍ଯ୍ୟନ୍ତ ଆମେ ଆମର ଆତ୍ମା ସ୍ତରରେ କଦାପି ମୁକ୍ତ ହୋଇପାରିବା ନାହିଁ। ତାପରେ ପରବର୍ତ୍ତୀ ପାରାଗ୍ରାଫରେ ପ୍ରଭୁ ଉପସ୍ଥାପନ କରୁଛନ୍ତି ପ୍ରକୃତିର ସେ ତିନି ଗୁଣ ଗୁଡିକ କଣ? The idea of the three essential modes of nature is a creation of the ancient Indian thinkers, and its truth is not at once obvious because it was the result of long psychological experiment and profound internal experience. ପ୍ରଭୁ କହୁଛନ୍ତି ଯେ ପ୍ରକୃତିର ଏଇ ଯେଉଁ ତିନୋଟି ମୌଳିକ ଗୁଣ ରହିଛି ବୋଲି ଏ ବିଚାରଟି ପ୍ରାଚୀନ ଭାରତୀୟ ଋଷିମୁନିମାନଙ୍କ ଦ୍ୱାରା ସୃଷ୍ଟ ହୋଇଛି। ସେମାନେ ତାକୁ ଦେଖିଛନ୍ତି ଚେତନା ସ୍ତରରେ ଏବଂ ସେ ଅନୁସାରେ ସେଗୁଡ଼ିକର ନାମକରଣ କରିଛନ୍ତି ଏବଂ ଗୋଟେ ଦୀର୍ଘକାଳ ବ୍ୟାପୀ ମନସ୍ତାତ୍ତ୍ୱିକ ଗବେଷଣାର ପରିଣାମ ସ୍ୱରୂପ ଗୋଟେ ଗଭୀର ଅନ୍ତର ଅନୁଭୂତିରୁ ଏହି ବିଚାରଟି ଜନ୍ମ ଲାଭ କରିଛି। ସେଥିପାଇଁ ଆମକୁ ହଠାତ୍ ଏଇଟା ଏତେ ସ୍ପଷ୍ଟ ଯଥାର୍ଥ ବୋଲି ମନେ ହୁଏ ନାହିଁ, କାରଣ ଆମର ଅନୁଭୂତି ନଥାଏ। ଅନୁଭୂତି ନ ଆସିବା ପର୍ଯ୍ୟନ୍ତ ଏ ତ୍ରିଗୁଣ ସମ୍ପର୍କରେ ଆମେ କେବଳ ଶବ୍ଦ ଗୁଡ଼ିକ ଜାଣିଦେଲେ ତାକୁ ଯେ ନିଜ ଭିତରେ ଅନୁଭବ କରିବା ଏବଂ ତା ବିଷୟରେ ପରିଚିତ ହେଇଯିବା ସେମିତି ନୁହେଁ। ଏହି ଅନୁଭବଟି ଆସିବା ପାଇଁ ଦୀର୍ଘ ସାଧନା, ଗବେଷଣା ଏବଂ ଅନୁଭୂତି ଦରକାର। Therefore, without a long inner experience, without intimate self-observation and intuitive perception of the nature forces, it is difficult to grasp accurately or firmly utilize. ତେଣୁ ପ୍ରଭୁ କହିଛନ୍ତି ଯେପର୍ଯ୍ୟନ୍ତ ସାଧକର ଗୋଟେ ଦୀର୍ଘକାଳ ବ୍ୟାପୀ ଅନ୍ତର ଅନୁଭୂତି ନାହିଁ, ଆସିନାହିଁ, ପ୍ରକୃତିର ଶକ୍ତି ଗୁଡ଼ିକର ଯଥାର୍ଥ ଅନ୍ତର୍ନିରୀକ୍ଷଣ ଏବଂ ସମ୍ବୋଧି ପ୍ରେରିତ ଅବଧାରଣା ବ୍ୟତୀତ ଏହି ସତ୍ୟଟିକୁ ଯଥାର୍ଥ ଭାବରେ ବୁଝିବା ବା ଦୃଢ଼ ଭାବରେ ସେଗୁଡ଼ିକୁ କାମରେ ଲଗାଇ ପାରିବା ପ୍ରକୃତିରେ ଆମ ପକ୍ଷରେ ବହୁତ କଷ୍ଟକର ହୋଇଥାଏ। ଗଭୀର ଆତ୍ମନିରୀକ୍ଷଣ ଆବଶ୍ୟକତା ରହିଛି, ଦୀର୍ଘକାଳ ସାଧନା ଆବଶ୍ୟକ ଏବଂ ଗୋଟେ ଇଣ୍ଟୁଇଟିଭ ପରସେପସନ, ମାନେ ଆମର ସାଧାରଣ ମନର ଉଚ୍ଚତର ଯେଉଁ ବହୁ ଉର୍ଦ୍ଧ୍ୱରେ ରହିଛି ସମ୍ବୋଧି ସ୍ତରର କିଛି ଜ୍ଞାନ, ଯାହାକୁ ଆମେ ଅନ୍ତର୍ଜ୍ଞାନ ବୋଲି କହୁ, ଯାହାକି ନିଜ ଭିତରେ ଗୋଟେ ସ୍ୱତଃସ୍ଫୂର୍ତ୍ତ ପ୍ରେରଣା ରୂପରେ ଅନେକ ସମୟରେ ପ୍ରକାଶିତ ହୁଏ। ଆମେ ତାର କାରଣ ଖୋଜିକରି ପାଉନାହୁଁ, ଆମକୁ ଲାଗେ ଏଇଟା ଯେମିତି ଭଗବାନଙ୍କର ବାଣୀ। ସେଭଳି ଅନ୍ତର୍ଜ୍ଞାନର ଅନୁଭୂତି କିଛି ନହେବା ପର୍ଯ୍ୟନ୍ତ ପ୍ରକୃତିରେ ଏ ପ୍ରକୃତିର ତିନି ଗୁଣ ସମ୍ପର୍କରେ ବୁଝିବା ସାଧାରଣ ମଣିଷ ପକ୍ଷରେ ଅସମ୍ଭବ ପ୍ରାୟ କହିଲେ ଚଳେ। Still, certain broad indications may help the seeker on the way of works to understand, analyze and control by his assent or refusal the combination of his own nature. ତଥାପି କିଛି ବ୍ରଡ୍ ଇଣ୍ଡିକେସନ୍ସ, କିଛି ସାଧାରଣ ସୂଚନା ସାଧକକୁ ଦିଆଯାଇପାରେ, ଯାହାକି
କର୍ମ ମାର୍ଗର ଜଣେ ସାଧକକୁ ନିଜ ପ୍ରକୃତିର ଏହି ସମ୍ମିଶ୍ରଣ ଗୁଡ଼ିକୁ ମାନେ ବିଭିନ୍ନ ପ୍ରକାର ଗୁଣ ଏବଂ ସେଥିରେ ଦିବ୍ୟ ଅଦିବ୍ୟ ମିଶାମିଶି ହେଇକରି କିଭଳି କାର୍ଯ୍ୟ କରୁଛନ୍ତି ସେଗୁଡ଼ିକୁ ବୁଝିବା ଲାଗି, ବିଶ୍ଳେଷଣ କରି ଦେଖିବା ଲାଗି ଏବଂ ନିଜର ସମ୍ମତି କିମ୍ବା ଅସମ୍ମତି ଦ୍ୱାରା ସେଗୁଡ଼ିକ ଉପରେ ଗୋଟେ ହାରାହାରି ନିୟନ୍ତ୍ରଣ ଆଣିବା ଲାଗି ଅନେକ ପରିମାଣରେ ସହାୟକ ହୋଇପାରେ। ସେଥିପାଇଁ କେତେ ଗୁଡ଼ିଏ ସାଧାରଣ ସୂଚନା ବ୍ରଡ୍ ଇଣ୍ଡିକେସନ୍ସ ପ୍ରଭୁ ଏଠି ଦେଉଛନ୍ତି। These modes are termed in the Indian books qualities. এই ପ୍ରକୃତିର ଯେଉଁ ତିନୋଟି ମୋଡ ଅଫ ୱାର୍କିଂ ମାନେ ପ୍ରକୃତିର କାର୍ଯ୍ୟର ତିନୋଟି ଧାରା ତାକୁ ଆମେ କ୍ୱାଲିଟି ବୋଲି କହୁଛୁ, ଗୁଣ ବୋଲି କହୁଛୁ। ଆମର ପ୍ରାଚୀନ ଭାରତୀୟ ଯୋଗ ଶାସ୍ତ୍ରରେ ତାକୁ ଗୁଣ ବୋଲି କୁହାଯାଇଛି। As good and harmony, କ୍ଷମା କରିବେ, qualities, gunas, and are given the names ସତ୍ୱସ୍, ରଜସ୍, ତମସ୍। ଏବଂ এই ତିନୋଟି ଗୁଣର ନାଁ ଦିଆଯାଇଛି ସତ୍ୱ, ରଜ ଏବଂ ତମ। Sattva is the force of equilibrium and translates its quality as good and harmony and happiness and light. ସତ୍ୱ ହେଉଛି ସଂଗତିର ଶକ୍ତି ବା ସନ୍ତୁଳନର ଶକ୍ତି, ସମତାବସ୍ଥାର ସାମର୍ଥ୍ୟ ଏବଂ ଏହାକୁ ଆମେ ସତ୍, ସମଞ୍ଜସତା, ସୁଖ ଏବଂ ଆଲୋକ ବୋଲି କହିପାରିବା। ସତ୍ୟର ସ୍ୱଭାବ ହେଉଛି ଏଇଟା, ଶୁଭ, ସାମଞ୍ଜସ୍ୟ ବା ସଂଗତି, ଆନନ୍ଦ ଏବଂ ଆଲୋକ, ଏଇଟା ହେଉଛି ସତ୍ୟର ଗୁଣ। ରଜସ୍ ଇଜ ଦି ଫୋର୍ସ ଅଫ କାଇନେସିସ୍ and translates in quality as struggle and effort. ଯେମିତି ସତ୍ୱଟା ହେଉଛି ସାମଞ୍ଜସ୍ୟ ବା ସଂଗତିର ଶକ୍ତି, ସେମିତି ରଜଟା ହେଉଛି ଗତିଶୀଳତାର ଶକ୍ତି, କ୍ରିୟାତ୍ମକତାର ଶକ୍ତି। ଏବଂ ଯେତେବେଳେ ସେ ଗୁଣ ଆକାରରେ ପ୍ରକାଶିତ ହେଉଛି ତାର ରୂପ ହେଉଛି ସଂଘର୍ଷ, ଉଦ୍ୟମ, ପ୍ୟାସନ ଆଣ୍ଡ ଆକ୍ସନ, ଆବେଗ ଏବଂ କର୍ମମୁଖିତା। ଅର୍ଥାତ୍ ଆମେ ଯେଉଁ କର୍ମଶୀଳ ହେଉଛୁ, ଉଦ୍ୟମୀ ହେଉଛୁ, ଯେ ଯେତେ ଅଧିକ କ୍ରିୟାଶୀଳ, ସକ୍ରିୟ ବା ଗତିଶୀଳ, ତା ଭିତରେ ରଜ ଗୁଣଟା ସେତେ ଅଧିକ ପ୍ରକାଶିତ। ତମସ୍ ଇଜ ଦି ଫୋର୍ସ ଅଫ ଇନକନସିଏନ୍ସ ଆଣ୍ଡ ଇନର୍ସିଆ। ତମ ଗୁଣ ହେଉଛି ନିଶ୍ଚେତନା ଏବଂ ଜଡ଼ତାର ଶକ୍ତି। ଦେଖନ୍ତୁ, ନିଶ୍ଚେତନା ବି ଗୋଟେ ଶକ୍ତି, ଜଡ଼ତା ବା ପରିବର୍ତ୍ତନ ବିମୁଖତା, ସ୍ଥାଣୁତା, ସେଟା ଗୋଟେ ଶକ୍ତି, ସେଟା ହେଉଛି ତମସ୍। and translates in quality as obscurity and incapacity and inaction. ଯେତେବେଳେ ଗୁଣ ମାଧ୍ୟମରେ ପ୍ରକାଶିତ ହେଉଛି ମଣିଷ ପ୍ରକୃତିରେ, ତାର ରୂପ ହେଉଛି ତମସାଚ୍ଛନ୍ନତା ବା ଅନ୍ଧକାର, ଅକ୍ଷମତା ଏବଂ ନିଷ୍କ୍ରିୟତା। ଆମ ଭିତରେ ସବୁ ଗୁଣ ଗୁଡ଼ିକ ଅଛି। ଆମର ଚେତନାଟା କେବଳ ସତ୍ୱ କିମ୍ବା ରଜ କିମ୍ବା ତମ ଗୁଣ ଦ୍ୱାରା କବଳିତ ନୁହେଁ। ସବୁ ଗୁଣ ଗୁଡ଼ିକ ବିଭିନ୍ନ ଅନୁପାତରେ ଆମ ଭିତରେ କ୍ରିୟା କରନ୍ତି। ଆମ ଭିତରେ ସମତା ଏବଂ ସଂଗତି ପାଇଁ ମଧ୍ୟ ନିଜ ଭିତରେ ଗୋଟେ ପ୍ରବଣତା ଅଛି, କ୍ରିୟାଶୀଳତା ଅଛି ସମସ୍ତଙ୍କ ଭିତରେ। କେହି ବି ସମ୍ପୂର୍ଣ୍ଣ ନିଷ୍କ୍ରିୟ ନୁହେଁ ବା ରହିବାକୁ ଚାହେଁ ନାହିଁ। ତା ସତ୍ତ୍ୱେ ଜଡ଼ତା, ପରିବର୍ତ୍ତନ ବିମୁଖତା, ନିଷ୍କ୍ରିୟତା ଏବଂ ଅଜ୍ଞାନତା ପ୍ରତି, ଅନ୍ଧକାର ପ୍ରତି ଆମର ଯେଉଁ ଆସକ୍ତି ସେଟା ମଧ୍ୟ ଅଛି। Ordinarily used for psychological self-analysis, these distinctions are valid also in physical nature.
ପ୍ରଭୁ କହୁଛନ୍ତି ସାଧାରଣତଃ ମନୋବିଜ୍ଞାନଗତ ଆତ୍ମବିଶ୍ଳେଷଣରେ ଏଗୁଡ଼ିକର ବ୍ୟବହାର କରାଯାଉଥିଲେ ମଧ୍ୟ ଭୌତିକ ପ୍ରକୃତି କ୍ଷେତ୍ରରେ ମଧ୍ୟ ଏହି ତ୍ରିଗୁଣ ଭେଦର ଗୋଟେ ଯଥାର୍ଥତା ରହିଛି। ଏଗୁଡ଼ିକ କେବଳ ମାନସିକ ବିଶ୍ଳେଷଣ ନୁହେଁ, ଶାରୀରିକ ପ୍ରକୃତିରେ ଫିଜିକାଲ ନେଚରରେ ମଧ୍ୟ ଏଗୁଡ଼ିକର ଭୂମିକା ରହିଛି, ଏଗୁଡ଼ିକର ଯଥାର୍ଥତା ରହିଛି। Each thing and every existence in the lower ପ୍ରକୃତି contains them। ଆମର ନିମ୍ନ ପ୍ରକୃତିର ପ୍ରତ୍ୟେକ ଅଂଶ, ପ୍ରତ୍ୟେକ ଉପାଦାନ ଏହି ପ୍ରକୃତିର ତିନୋଟି ଗୁଣ ଦ୍ୱାରା ପ୍ରଭାବିତ ହୋଇଥାଏ। Contains them and its process and dynamic form are the result of interaction of these qualitative powers। ପ୍ରକୃତରେ ଆମର ନିମ୍ନତର ପ୍ରକୃତିର ପ୍ରତ୍ୟେକ ବସ୍ତୁ ଏବଂ ପ୍ରତ୍ୟେକ ସତ୍ତାରେ ସେ ଗୁଣଗୁଡ଼ିକ ରହିଛନ୍ତି ଏବଂ ଏହି ଗୁଣାତ୍ମକ ତିନୋଟି ସାମର୍ଥ୍ୟର ପାରସ୍ପରିକ କ୍ରିୟାର ଏକ ପରିଣାମ ରୂପରେ ହିଁ ପ୍ରକୃତିର ପ୍ରକ୍ରିୟାଟି ଆମ ଭିତରେ ଗତିଶୀଳ ରୂପ ନେଉଛି। ତେଣୁ କିଭଳି ଭାବରେ ଏହି ପ୍ରକୃତିର ତିନି ଗୁଣ ଆମ ଭିତରେ କ୍ରିୟା କରୁଛନ୍ତି, ଆମେ ସେଗୁଡ଼ିକ କିଭଳି ଭାବରେ ଚିହ୍ନିବା, ଆମର ମନ ପ୍ରାଣ ଶରୀର କିଭଳି ଭାବରେ ତାଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି, ଆମେ ପ୍ରତ୍ୟେକ କ୍ରିୟାକୁ ଆମେ ସ୍ପଷ୍ଟ ଭାବରେ ନିରୀକ୍ଷଣ କରିବା ଏବଂ ଚିହ୍ନିବାରେ ସମର୍ଥ ହେବା। ମନ ପ୍ରାଣ ଏବଂ ଶରୀର ଭିତରେ ପ୍ରକୃତିର ତିନି ଗୁଣର କ୍ରିୟା, ସେଗୁଡ଼ିକ ଚିହ୍ନି ସେଗୁଡ଼ିକ ଉପରେ ଆମେ ଆମର ସୁଚିନ୍ତିତ ସମ୍ମତି କିମ୍ବା ଅସମ୍ମତି ପ୍ରଦାନ କରିବା। ଏହିଭଳି ଭାବରେ ଆମେ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ଏବଂ ଏହି ତିନୋଟି ଗୁଣ ଯାହା ପ୍ରଭୁ ପୂର୍ବ ଅଧ୍ୟାୟରେ ମଧ୍ୟ କହୁଥିଲେ, ତମ ଗୁଣକୁ ଜୟ କରିବା ପାଇଁ ବା ତମ ଗୁଣ ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଆମକୁ ରଜୋଗୁଣର ସାହାଯ୍ୟ ନେବାକୁ ପଡ଼ିବ। ରଜୋଗୁଣ ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ସତ୍ୱଗୁଣର ସାହାଯ୍ୟ ନେବାକୁ ପଡ଼ିବ ଏବଂ ପରିଶେଷରେ ସତ୍ୱଗୁଣଟିକୁ ମଧ୍ୟ ଭଗବାନଙ୍କ ହାତରେ ସମର୍ପଣ କରିବାକୁ ପଡ଼ିବ। ଯେମିତି କଣ୍ଟା ଦ୍ୱାରା କଣ୍ଟାକୁ କଢାଯାଏ, ତେଣୁ ଗୋଟିଏ ଗୁଣ ଉପରେ ବିଜୟ ହାସଲ କରିବା ପାଇଁ ଆଉ ଗୋଟିଏ ଗୁଣର ଆବଶ୍ୟକତା ଏବଂ ପରିଶେଷରେ ସବୁ ଗୁଣଗୁଡ଼ିକ ଆମେ ଭଗବାନଙ୍କ ପାଖରେ ସମର୍ପଣ କରିଦେଇ ସେ ଗୁଣାତୀତ ଅବସ୍ଥାକୁ ଯାତ୍ରା କରିବା। ସେତେବେଳେ ହେବ ଆମର ଆତ୍ମାର ଯଥାର୍ଥ ସ୍ୱତନ୍ତ୍ରତା ଏବଂ ସେତେବେଳେ ଆମେ ଭଗବାନଙ୍କ ସଂକଳ୍ପ ଦ୍ୱାରା ପରିଚାଳିତ ହେବା। ସେଇଟା ହେବ ପ୍ରକୃତ ପୂର୍ଣ୍ଣ ଯୋଗର ଆରମ୍ଭ। ସେତେବେଳେ ଆମର ଜୀବନର ଯଥାର୍ଥ ଲକ୍ଷ୍ୟ ଦିଗରେ ଆମେ ସିଧା ଆଗେଇବାକୁ ଆରମ୍ଭ କରିବା। ସେ ପର୍ଯ୍ୟନ୍ତ ଏସବୁ ଗୋଟେ ବିରାଟ ପ୍ରସ୍ତୁତି ଆମ ପକ୍ଷରୁ ସାଧନା ମାର୍ଗରେ ସାଧକ ପକ୍ଷରେ ଏଗୁଡ଼ିକ ହେଉଛି ଗୋଟେ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ। ତେଣୁ ଆଗକୁ ଆମେ ଆହୁରି ଅଧ୍ୟୟନ କରିବା ଏବଂ ଆମର ସାଧନାକୁ ତ୍ୱରାନ୍ୱିତ କରିବା। ଆମର ଯଥାର୍ଥ ମାର୍ଗଦର୍ଶନ ଏବଂ ଆମର ଚେତନାରେ ପ୍ରଭୁଙ୍କର ବାଣୀର ଯଥାର୍ଥ ମର୍ମ ଯେମିତି ପ୍ରତିଷ୍ଠିତ ହେବ, ଆମର ଚେତନା ଯେମିତି ପ୍ରଭୁଙ୍କର ମାର୍ଗଦର୍ଶନରେ ପରିଚାଳିତ ହେବ, ସେଥିପାଇଁ ଆମେ ଭଗବାନଙ୍କର ସେ କ୍ରିୟାତ୍ମକ ଶକ୍ତିଙ୍କୁ ମାଙ୍କୁ ଆବାହନ କରିବା ଏବଂ ଏହି ପ୍ରାର୍ଥନା ସହିତ ଆଜିର ଆଲୋଚନାକୁ ଆଜି ବିରାମ ଦେବା।
समस्त अपा भाई को आंतरिक धन्यवाद एवं मां को पाखरे कृतज्ञता निवेदन करी आलोचना को एठी विराम दउछि। वंदे मातरम। धन्यवाद भाई। एतबेले जे आमे श्रवण करुथुले एवं स्वाध्याय भी चलीथिला भाई द्वारा आलोचना और स्वाध्याय भी चलीथिला जे आमे किपरि त्रिगुण रे बंधा सत्वरजतम कथा से कहूली जोटा कि पुरातन जोगी ऋषि मुनि मानकर समरू ही परिचालित मान से भी जानी एवं प्रभु मध्य एक कथा को सुंदर भाव में बुझे जे मनीष किपरि बा हमर मन प्राण शरीर किपरि एमान द्वारा गोटे परिचालित होउची एवं तार दास ही पड़िचंदी त्रिगुण रे बंधा होइचंदी। एठु हमको त्रिगुण रे त्रिगुण रहित हबा को पड़िबो। ए सब ऊर्ध्व को हमको जीवा को पड़िबो। ये समस्त को मां का पाखरे आमे प्रभु का पाखरे समर्पण करबा एवं जेमति कंटारू कंटा पड़ा जाए गोटे गुण को तापर विजय हासिल करिया पहले आ गोटे गुणर भी मध्य साहाय्य नबा हुए। भाई से कथा सुंदर भाव बुझौथिले। आज तो सम्यक सूचना देइचंती प्रभु। आसंता थर को आसंता काली तार आउरी विशद भाव रे यार ऊपर आमे आलोचना करि जिबा स्वाध्याय करबा। तेणु आज कार्यक्रम को प्रभु मां चरण कमल रे आज आमे समर्पण करबा एवं किछि समय मेडिटेशन करी मदर्स मेडिटेशन म्यूजिक सहित आज कार्यक्रम का विरति घोषणा करबा। समस्त साइलेंस हेबा। मां कार्यक्रम उपस्थित समस्त भाई बापा मान पुणी थे वंदे मातरम तथा प्रणाम जनाई भाई को बहुत बहुत धन्यवाद ज्ञापन करी प्रभु मां चरण कमल पुणी अनंत कोटि प्रणाम जनाई आज कार्यक्रम को ये विरति घोषणा कले। कार्यक्रम ओभर समस्त मा 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 मा।